ବହୁ ଦିନର ଦାବି ପୂରଣ ହେଲା, ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ନର୍ଲାବାସୀ। କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ଏକ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହି ନର୍ଲା ଦେଇ ଲମ୍ବି ଯାଇଛି ଭାରତୀୟ ରେଳପଥ। ଏହି ରେଳପଥରେ ଦୈନିକ ମାଲବାହୀ ଟ୍ରେନ୍ ଯିବା ଆସିବା କରୁଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଯିବା ଆସିବା କରିଥାନ୍ତି। ନର୍ଲା ରେଳ ଷ୍ଟେସନ ଦେଇ 6ଟି ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବା କରୁଥିଲା। ଯେତେବେଳେ କୋଭିଡ୍-19 ସାରା ବିଶ୍ୱକୁ କବଳିତ କରି ରଖିଥିଲା, ସେହି ସମୟରେ 6ଟି ଯାତ୍ରୀବାହୀ ଟ୍ରେନ୍ ନର୍ଲା ରୋଡ୍ ସ୍ଥିତ ରେଳ ଷ୍ଟେସନରେ ଟ୍ରେନ୍ ରହୁନଥିଲା। ସାରା ବିଶ୍ୱରେ ଗମନାଗମନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ଅନେକ ପରିବର୍ତ୍ତନ ସୃଷ୍ଟି ହୋଇଥିଲା। କରୋନାର ଭୟଙ୍କର ପ୍ରଭାବରେ ସାରା ବିଶ୍ୱ ଆତଙ୍କିତ ହୋଇ ସହର ବଜାରରେ ଜନଗହଳି ଶୂନ୍ୟ ଦେଖାଦେଇଥିଲା। ଯାତାୟାତର ଘୋର ସମସ୍ୟା ଦେଖାଦେଇଥିବା ବେଳେ ଯାତ୍ରୀମାନଙ୍କ ଯିବା ଆସିବା ମଧ୍ୟ ବନ୍ଦ ହୋଇଯାଇଥିଲା। ସେହି ସମୟରେ ଅନେକ ଯାତ୍ରୀବାହୀ ବସ୍ ତାଙ୍କର ବ୍ୟବସାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ରେଳ ବିଭାଗ ମଧ୍ୟ ସମଜସା ଭୋଗିଥିଲା। ଠିକ୍ ସେମିତି ରେଳ ବିଭାଗ ତରଫରୁ କଳାହାଣ୍ଡିର ନର୍ଲା ରୋଡ୍ ସ୍ଥିତ ରେଳ ଷ୍ଟେସନରେ ମଧ୍ୟ 6ଟି ଯାତ୍ରୀବାହୀ ଟ୍ରେନ୍ ରହଣିକୁ ବନ୍ଦ କରି ଦିଆଯାଇଥିଲା। ବିଶ୍ୱରୁ କୋଭିଡ୍-19ର ପ୍ରଭାବ କମିଯିବା ପରେ ନର୍ଲା ରୋଡ୍ ଷ୍ଟେସନରେ 3ଟି ଏକ୍ସପ୍ରେସ୍ ଟ୍ରେନ୍ ରହୁଥିଲା। କିନ୍ତୁ ଅନ୍ୟ 3ଟି ଟ୍ରେନ୍ ଅଲେପି, ଧନବାଦ, ତିରୁପତି, ସମତା ଏକ୍ସପ୍ରେସ୍ ଭଳି ଏକ୍ସପ୍ରେସ୍ ଟ୍ରେନ୍ ଏହି ନର୍ଲା ରୋଡ୍ ସ୍ଥିତ ରେଳ ଷ୍ଟେସନରେ ରହୁନଥିବାରୁ ରେଳଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହି 3ଟି ଟ୍ରେନ୍ ନର୍ଲା ରୋଡ୍ ରେଳ ଷ୍ଟେସନରେ ରହିବା ପାଇଁ ରେଳ ବିଭାଗକୁ ଅନେକ ଥର ନର୍ଲା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। କିନ୍ତୁ ଏହାର କୌଣସି ସମାଧାନ ହୋଇପାରୁ ନଥିବା ଯୋଗୁଁ ନର୍ଲା ରୋଡ୍ ରେଳଯାତ୍ରୀ ସୁରକ୍ଷା ସଂଘ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଉଦ୍ୟମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣ କରି ସାଂସଦ ଖୁବ୍ ଶୀଘ୍ର ଟ୍ରେନ୍ ରହଣିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଂସଦଙ୍କ ସେହି ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଅଗାଢ଼ ବିଶ୍ୱାସରେ ଭରସା କରି ଅଭିଯୋଗକାରୀ ରହିଥିଲେ। ସମୟକ୍ରମେ ସେହି ନର୍ଲା ରୋଡ୍ ସ୍ଥିତ ରେଳ ଷ୍ଟେସନରେ 3ଟି ଟ୍ରେନ୍ର ରହଣି ବ୍ୟବସ୍ଥା ହୋଇଯିବାରୁ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ଧରି 3ଟି ଟ୍ରେନ୍ ଏହି ଷ୍ଟେସନରେ ରହୁନଥିବା ଯୋଗୁଁ ରେଳ ସେବାରେ ରେଳଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଜି ସାଂସଦଙ୍କ ଦ୍ୱାରା ଦୀର୍ଘ ଦିନର ଆଶା ପୂରଣ ହୋଇଥିବା ଯୋଗୁଁ ରେଳଯାତ୍ରୀ ସୁରକ୍ଷା ସଂଘ ଏବଂ ଜନସାଧାରଣ ସାଂସଦ ମାଳବିକା ଦେବୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛନ୍ତି। କୋଭିଡ୍ ପରଠାରୁ ରହଣି ବନ୍ଦ କରିଥିବା ଟ୍ରେନ୍ ପୁନର୍ବାର ରହୁଥିବା ଯୋଗୁଁ ଟ୍ରେନ୍ ରହଣି ପାଇଁ ନର୍ଲା ରୋଡ୍ ରେଳ ଷ୍ଟେସନଠାରେ ରେଳ ବିଭାଗ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠୀ, ରେଳ ବିଭାଗ ଡିସିଏମ୍ ଗାରିମା ତିୱାରୀ, ରେଳଯାତ୍ରୀ ସୁରକ୍ଷା ସଂଘ ସଭାପତି ପ୍ରଦୀପ କୁମାର ନାୟକଙ୍କ ସହିତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ଅଲେପି ଧନବାଦ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଟ୍ରେନ୍କୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, এবି ନ୍ୟୁଜ୍।